ଦେଖନ୍ତୁ ଆଜି ଏମସିଏଲ ର ସହାୟତାରେ କ୍ୟାରିୟର କାଉନସିଲିଂ ଇଞ୍ଜିନିୟରିଂ କଲେଜ ସ୍କୁଲ ପରିସରରେ ଉଦ୍ଘାଟିତ ହୋଇଛି ଏବଂ ଆମେ ନିଶ୍ଚିତ ରୂପେ ଆଶା କରିବୁ ଯେଉଁମାନେ ସ୍କୁଲ କଲେଜରେ ପାଠ ପଢୁଛନ୍ତି କ୍ୟାରିୟର କାଉନସିଲିଂଟା ଗୋଟେ ଦିଶା ଦେବ। ସେମାନେ ଟେକ୍ନିକାଲ ପାଠ ପଢିବେ ନା କୋଉ ଦିଗରେ ଯିବେ, ତାଙ୍କ ପାଖରେ କୋଉ କ୍ୟାପାସିଟି ଅଛି। ଏବଂ ଝାରସୁଗୁଡ଼ା ଜିଲ୍ଲା ଯେହେତୁ ଇଣ୍ଡଷ୍ଟ୍ରି ବେଲ୍ଟ, ଅନେକ ଖଣି ଖାଦାନ କାରଖାନା ଏଠି ଭରପୁର ହେଇକି ଅଛି ଏବଂ ସୁଯୋଗ ଅଛି। ଝାରସୁଗୁଡ଼ା ଜିଲ୍ଲାର ଷ୍ଟୁଡେଣ୍ଟସ୍ ମାନଙ୍କୁ ଠିକ୍ ଢଙ୍ଗରେ ଯଦି କ୍ୟାରିୟର କାଉନସିଲିଂ କରାଯିବ, ଯେଉଁ ବ୍ୟବସ୍ଥା ଆଜି ଆରମ୍ଭ ହୋଇଛି, ଏଠିକାର ଝାରସୁଗୁଡ଼ା ଜିଲ୍ଲାର ଷ୍ଟୁଡେଣ୍ଟସ୍ ମାନେ ଆଗାମୀ ଦିନରେ କେବଳ ଖଣି ଖାଦାନ କାରଖାନାରେ ନୁହଁ, ଆଇଏଏସ୍ କି ଆଇପିଏସ୍ ହଉ କି ବଡ଼ ବଡ଼ ପଦବୀରେ ବୈଜ୍ଞାନିକ ହୁଅନ୍ତୁ, ଇଞ୍ଜିନିୟର ହୁଅନ୍ତୁ, ସେ ଦିଗରେ ବି ସେମାନେ ଆଗକୁ ବଢିପାରିବେ। ଦେଖନ୍ତୁ, ନରସିଂହ ମିଶ୍ର ଯିଏ ଅଭିଯୋଗ କରିଛନ୍ତି ଗନ୍ଧମାର୍ଦ୍ଦନରେ ଖଣି ପ୍ରକଳ୍ପ କଥାକୁ ନେଇକି, ତାଙ୍କ ଭାଇ ଯେଉଁମାନେ କଣ୍ଟିନେଣ୍ଟାଲ ରିସୋର୍ସେସ୍ ଲିମିଟେଡ୍ ବୋଲି ଗୋଟେ ଇଣ୍ଟରନ୍ୟାସନାଲ କମ୍ପାନୀ ଥରେ ଆସିଥିଲା ଗନ୍ଧମାର୍ଦ୍ଦନରେ ଖଣି ଖୋଲିବା ପାଇଁ। ଯେଉଁ ସମୟରେ ଆମେ ଆନ୍ଦୋଳନ କରିକି ବାଲ୍କୋ କମ୍ପାନୀକୁ ସେଠି ହଟେଇ ଦେଇଥିଲୁ, ତା ପରବର୍ତ୍ତୀ ସମୟରେ 95ରେ ପୁଣି ଥରେ ଗୋଟେ କମ୍ପାନୀ ଆସିଥିଲା। 89ରେ କମ୍ପାନୀ ଗଲା, 95ରେ ଜେବି ପଟ୍ଟନାୟକଙ୍କ ସରକାର ସମୟରେ କମ୍ପାନୀ ଆସିଲା ଏବଂ ସେ ସମୟରେ ଯଦି କିଏ ଠିକା କାମ କରୁଥିଲା, ନରସିଂହ ବାବୁଙ୍କର ପରିବାର ଲୋକେ ରାସ୍ତା କାମ କରୁଥିଲେ, ସେ କମ୍ପାନୀକୁ ସହାୟତା କରୁଥିଲେ, ଆମେ ତାକୁ ବିରୋଧ କରିଥିଲୁ। ଏବଂ ଆଜି ମୁଁ କହିଦେବାକୁ ଚାହୁଁଛି ଯେ ଏମାନେ ସମସ୍ତେ ଗୋଟେ ରାଜନୀତିରେ କରିବା ପାଇଁ ଚାହୁଁଛନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ରେ କୌଣସି ହିସାବରେ କସ୍ମିନ୍ କାଲେ ଖଣି ଖନନ ହୋଇପାରିବ ନାହିଁ। ଆଦାନୀ ହଉ ଅମ୍ବାନୀ ହଉ, ଦୁନିଆର ଯେତେ ବଡ଼ ଶକ୍ତି ଅଛି, ଗନ୍ଧମାର୍ଦ୍ଦନ ପାହାଡ଼କୁ କେହି ଖଣି ଖୋଲି ପାରିବେ ନାହିଁ। ମୁଁ ସାଂସଦ ଅଛି, ସେ ଆନ୍ଦୋଳନରୁ ମୋର ରାଜନୈତିକ ଜନ୍ମ ଏବଂ ସେଠି ଯେଡ଼େ ବଡ଼ କମ୍ପାନୀ ଆସିଲେ ବି ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଯେଉଁ 50,000 ଜନଜାତି ପରିବାର 1000 ବର୍ଷ ଧରିକିରି ଜୀବନ ଜୀବିକା ନିଭାଉଛନ୍ତି, ପ୍ରାକୃତିକ ପରିବେଶ ଦୁର୍ଲଭ ବନୌଷଧି ସବୁ ଧ୍ୱଂସ ହୋଇଯିବ ବୋଲି ଆନ୍ଦୋଳନ ହେଇଥିଲା ଏବଂ ବୈଜ୍ଞାନିକ ମାନେ ତାଙ୍କୁ ସମର୍ଥନ କରିଥିଲେ, ତାଙ୍କ କମ୍ପାନୀ ବିରୋଧରେ ରିପୋର୍ଟ ଦେଇଥିଲେ। ଆଜି ବି କହିଦେଉଛି, ଭାରତୀୟ ଜନତା ପାର୍ଟିର ସରକାର ଡବଲ ଇଞ୍ଜିନର ସରକାର କେନ୍ଦ୍ର ଏବଂ ରାଜ୍ୟରେ ଅଛି। ଭାରତୀୟ ଜନତା ପାର୍ଟିର ସରକାର କସ୍ମିନ୍ କାଲେ ଗନ୍ଧମାର୍ଦ୍ଦନରେ କୌଣସି କମ୍ପାନୀକୁ ଠିକା ଦେବ ନାହିଁ।